ବନ୍ୟା ପ୍ରପୀଡ଼ିତଙ୍କୁ ମାଇକ୍ରୋୱେଭ୍ ଟେକ୍ନୋଲୋଜି ଓ ଆନନ୍ଦ ମାର୍ଗର ଶୁଖିଲା ଖାଦ୍ୟ ବଣ୍ଟନ। ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ପାଇଁ ମାଇକ୍ରୋୱେଭ୍ ଟେକ୍ନୋଲୋଜି ଓ ଆନନ୍ଦ ମାର୍ଗ ସୋସିଆଲ ଅର୍ଗାନାଇଜେସନ ଭଦ୍ରକ ଶାଖାର ମିଳିତ ଉଦ୍ୟମରେ ଆଜି ଭଦ୍ରକ ଜିଲ୍ଲାର ରଇପୁର ପଞ୍ଚାୟତର ମଉଦପୁର ଏବଂ ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା ଓ ଜେନାସାହି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ମାନବିକ ଅଭିଯାନରେ ପ୍ରାୟ 150ଟି ବନ୍ୟା ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ବନ୍ୟା ପରିସ୍ଥିତିରେ ଅସୁବିଧାରେ ଥିବା ପରିବାରଗୁଡ଼ିକଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବଣ୍ଟନ କାର୍ଯ୍ୟକ୍ରମରେ ମାଇକ୍ରୋୱେଭ୍ ଟେକ୍ନୋଲୋଜିର ପ୍ରୋଗ୍ରାମ କୋଅର୍ଡିନେଟର ରାଜକିଶୋର ମହାନ୍ତି, ପ୍ରୋଜେକ୍ଟ କୋଅର୍ଡିନେଟର ନିର୍ମଳ କୁମାର ମାଝୀ, ସିନିୟର ଟେକ୍ନିସିଆନ ଭକ୍ତହରି ସାହୁ, ସିନିୟର ଟେକ୍ନିସିଆନ ସୁନୀଲ କୁମାର ବେହେରା, ଟେକ୍ନିସିଆନ ପ୍ରମୋଦ କୁମାର ପୁହାଣ, ପୂର୍ଣ୍ଣଚନ୍ଦ୍ର ରାଉତ ଓ ବଳରାମ ପାତ୍ର ଯୋଗ ଦେଇଥିଲେ। ଏଥିସହିତ ଆନନ୍ଦ ମାର୍ଗ ସୋସିଆଲ ଅର୍ଗାନାଇଜେସନ ଭଦ୍ରକ ଶାଖାର ସମ୍ପାଦକ ଶ୍ରୀ ଜଗନ୍ନାଥ ରାୟ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ନଦୀ ଗାଁର ସମାଜସେବୀ ମାନସ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇ ସହାୟତାର ହାତ ବଢ଼ାଇବା ଏବଂ ସମାଜ ପ୍ରତି ନିଜର ଦାୟିତ୍ୱ ତୁଲାଇବା ଦିଗରେ ମାଇକ୍ରୋୱେଭ୍ ଟେକ୍ନୋଲୋଜି ଓ ଆନନ୍ଦ ମାର୍ଗର ଏହି ମିଳିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।